ଥରେ ଏକ ପାରା ଦଳ ଖାଦ୍ୟ ଖୋଜିବା ପାଇଁ ଆକାଶରେ ଉଡୁଥିଲେ। ଗୋଟିଏ ପାରା କହିଲା, ତଳେ ବହୁତ ସାରା ଦାନା ପଡ଼ିଛି। ପାରା ଦଳ ତଳକୁ ଓହ୍ଲାଇ ଖାଇବା ଆରମ୍ଭ କଲେ। ଉପରେ ଥିବା ଏକ ଗଛରେ ତାଙ୍କର ଜାଲ ବିଛାଡ଼ି ଦିଆଯାଇଥିଲା। ଖାଇସାରି ଯିବା ମାତ୍ରେ ଜାଲ ସେମାନଙ୍କ ଉପରେ ପଡ଼ିଗଲା। ସମସ୍ତଙ୍କୁ ଫସାଇ ଦେଲା। ଗୋଟିଏ ପାରା ଚିତ୍କାର କରି କହିଲା, ଓ ଏହା ଆମକୁ ଫସାଇବା ପାଇଁ ପ୍ଲାନ୍ ଥିଲା। ଅନ୍ୟ ପାରା ଚିତ୍କାର କଲା, ଆମେ ସମସ୍ତେ ମରିଯିବୁ। ବାକି ପାରା ଆଶା ହରାଇ ବସିଥିଲେ। ଏକ ବୁଦ୍ଧିମାନ କପୋତ କହିଲା, ଶୁଣ, ଜାଲ ଶକ୍ତିଶାଳୀ, କିନ୍ତୁ ଏଥିରେ ଏକତାର ଶକ୍ତିକୁ ପରାସ୍ତ କରିବାର ଶକ୍ତି ନାହିଁ। ଯଦି ଆମେ ଆମର ସମସ୍ତ ଶକ୍ତିକୁ ଏକତ୍ରିତ କରିବା, ତେବେ ଆମେ ମୃତ୍ୟୁରୁ ରକ୍ଷା ପାଇପାରିବା। ତୁମେ କ'ଣ କହିବାକୁ ଚାହୁଁଛ ତାହା ସ୍ପଷ୍ଟ ଭାବରେ କୁହ। ଜାଲ ଆମକୁ ଭାଙ୍ଗି ଦେଇଛି, ଆମେ ଆମର ଶକ୍ତିକୁ କିପରି ଏକତ୍ରିତ କରିପାରିବୁ? ବୁଦ୍ଧିମାନ କପୋତ କହିଲା, ତୁମେ ସମସ୍ତ ନିଜ ନିଜ ଥଣ୍ଟରେ ଜାଲ ଧରିବ। ତାପରେ ଯେତେବେଳେ ମୁଁ କହିବି ଉଡ଼ିଯାଅ, ତୁମର ସମସ୍ତ ଶକ୍ତି ସହିତ ଏକତ୍ର ଉଡ଼ିଯାଅ। ସେମାନେ ସମସ୍ତେ ସମାନ କଲେ। ଠିକ୍ ସେହି ସମୟରେ ଜାଲ ବିଛାଇଥିବା ଶିକାରୀ ଦେଖାଗଲା। କପୋତକୁ ଜାଲରେ ଫସି ରହିଥିବା ଦେଖି ତାର ଆଖି ଉଡ଼ିଗଲା। ସେ ହାତରେ ବାଡ଼ିଟିକୁ ଜୋରରେ ଧରି ଜାଲ ଆଡ଼କୁ ଦୌଡ଼ିଲା। ଶିକାରୀ ଜାଲଠାରୁ ଅଳ୍ପ ଦୂରରେ ଥିଲା ଯେତେବେଳେ ଜ୍ଞାନୀ କପୋତ ଚିତ୍କାର କଲା। ସମସ୍ତ ପକ୍ଷୀ ଆକାଶରେ ଉଡ଼ିଗଲେ।